and thanks for being here in our YouTube channel. So guys ଆପଣ ମାନେ ଯଦି first time channel ଟିକୁ ଦେଖୁଥାନ୍ତି ତ subscribe କରିନିଅନ୍ତୁ and ପାଖରେ ଥିବା bell icon ଟିକୁ ମଧ୍ୟ press କରିନିଅନ୍ତୁ ଯାହାଫଳରେ ଆମ latest ଭିଡିଓର notification ଆପଣମାନଙ୍କୁ easily ମିଳିପାରିବ। So guys ଆଜି ଆମେ ଭିଡିଓରେ discuss କରିବା OSSS ର ଏବେ ଯୋଉ ଆପଣଙ୍କର PEO and junior assistant ପାଇଁ document verification ଚାଲିଛି ଅଲରେଡି ଷ୍ଟାର୍ଟ ହେଇଗଲାଣି ମାନେ 26 ଜାନୁଆରୀରୁ ଷ୍ଟାର୍ଟ ହେଇଗଲାଣି ଆଉ ଯୋଉ ପିଲାମାନଙ୍କର ଡକୁମେଣ୍ଟ ଭେରିଫିକେସନ ସରିଛି ବହୁତ ଭଲ କଥା ଏଣ୍ଡ ଯୋଉମାନଙ୍କର ଅପକମିଂ ଅଛି ଡକୁମେଣ୍ଟ ଭେରିଫିକେସନ ସେମାନଙ୍କ ପାଇଁ ଗୋଟେ ମେସେଜ ରହିଛି ସେମାନଙ୍କୁ ମୋ ତରଫରୁ ରିକ୍ୱେଷ୍ଟ ଏବେ ରିସେଣ୍ଟଲି ଆପଣଙ୍କର ଯୋଉ ରେଜଲ୍ଟସ ଗୁଡ଼ିକ ଆସିଯାଇଛି ଆପଣମାନେ ଜାଣିଥିବେ କି ରିସେଣ୍ଟ ରେଜଲ୍ଟ ଯେମିତିକି OSSC ରେ CGL ରେଜଲ୍ଟ ଆସିଛି RST ରେଜଲ୍ଟ ଆସିଛି ଠିକ ଅଛି ଏଣ୍ଡ SI ବି ବହୁତ ପିଲା ସିଲେକ୍ଟ ହେଇଛନ୍ତି ବହୁତ ଭଲ ଭଲ ଜବ୍ ପାଇଛନ୍ତି ଯେମିତିକି ଗ୍ରୁପ B ଜବ୍ ଠିକ ଅଛି ଗ୍ରୁପ B ରୁ ଯୋଉମାନେ ଅଲରେଡି ସିଲେକ୍ଟେଡ ହେଇସାରିଲେଣି ସେମାନଙ୍କୁ ମୋ ତରଫରୁ ଗୋଟିଏ ରିକ୍ୱେଷ୍ଟ ଯଦି ଆପଣଙ୍କର PEO ଏଣ୍ଡ ଜୁନିୟର ଆସିଷ୍ଟାଣ୍ଟର ଡକୁମେଣ୍ଟ ଭେରିଫିକେସନ ଅଛି ସୋ ଆପଣ ଯଦି ଚାହିଁବେ ତ ଏଇ ଡକୁମେଣ୍ଟ ଭେରିଫିକେସନକୁ ସ୍କିପ୍ କରିପାରିବେ ସୋ ଦ୍ୟାଟ ଯୋଉ ପିଲାମାନେ ଅଛନ୍ତି ମାନେ ଯୋଉମାନଙ୍କର ନିଡେଡ ଜବ୍ ନିଡେଡ ସେମାନେ ଜବ୍ ପାଇଲେ ଆପଣଙ୍କୁ ଗୋଟେ ମାନେ କଣ ଗୋଟେ ଖୁସି ଲାଗିବ କି ହଁ ମୁଁ ଜବ୍ ଅଲରେଡି ପାଇସାରିଛି ଯୋଉମାନେ ପାଇନାହାନ୍ତି ଯୋଉମାନେ ଅଲରେଡି ଡକୁମେଣ୍ଟ ଭେରିଫିକେସନ ପାଇଁ ସିଲେକ୍ଟେଡ ହେଇଛନ୍ତି ମେ ବି ଆପଣମାନଙ୍କ ପାଇଁ ସେମାନେ ସେଥିରେ ଜବ୍ ଗୋଟେ ପାଇପାରିବେ ଠିକ ଅଛି କାହିଁକି ନା ଜବ୍ ର ସ୍କାର୍ସିଟି ବହୁତ ରହୁଛି ଓଡିଶାରେ ୟା ପରେ ଆପଣଙ୍କର ଇଲେକ୍ସନ ଆସିଯିବ ଇଲେକ୍ସନ ପରେ ପୁଣି ଆପଣଙ୍କର ନୋଟିଫିକେସନ ଆସିବ କି ନାହିଁ କିଏ ଜାଣିଛି ଠିକ ନାହିଁ ସେଥିପାଇଁ ଯଦି ଆପଣମାନେ ଭଲ ଜବ୍ ରେ ଅଛନ୍ତି ଭଲ ଜବ୍ ରେ ସିଲେକ୍ଟେଡ ହେଇସାରିଛନ୍ତି ଗ୍ରୁପ B ଜବ୍ ରେ ତ ଆଗକୁ ଆପଣଙ୍କର ଯୋଉ PEO ଏଣ୍ଡ ଜୁନିୟର ଆସିଷ୍ଟାଣ୍ଟ ର ଯୋଉ ଡକୁମେଣ୍ଟ ଭେରିଫିକେସନ ଅଛି ଆଜି ବି ମଧ୍ୟ ଆପଣଙ୍କର ଅଛି ସେ ସବୁ ଡକୁମେଣ୍ଟ ଭେରିଫିକେସନ କୁ ଆପଣ ମାନେ ସ୍କିପ୍ କରନ୍ତୁ ଆପଣ ଭାବୁଥିବେ କି ନା ମାନେ ଡକୁମେଣ୍ଟ କୁ ଭେରିଫିକେସନ କୁ ଗଲେ ମୋର ବହୁତ ବଡ ବାହାଦୁରୀ ମୁଁ ସମସ୍ତଙ୍କୁ ଜଣେଇବି କି ମୁଁ 10ଟା ଏକ୍ସାମ କ୍ୱାଲିଫାଏ କରିଛି କିଛି ସେମିତି ଜଣେଇବା ଦରକାର ନାହିଁ ଆପଣଙ୍କ ଟ୍ୟାଲେଣ୍ଟ ଆପଣ କଣ ଆପଣ ନିଜେ ହିଁ ଜାଣିଥିବେ ସେଥିପାଇଁ ଆପଣ ମାନେ କ୍ୱାଲିଫାଏ କରିପାରୁଛନ୍ତି ସୋ ଅନ୍ୟମାନଙ୍କୁ ଜଣେଇବା କିଛି ଦରକାର ନାହିଁ ଯଦି ଆପଣ ମାନେ ଭାବୁଛନ୍ତି ବହୁତ ମାନେ ମାନେ କଣ ନିଜକୁ ଟ୍ୟାଲେଣ୍ଟେଡ ତ ଗ୍ରୁପ B ରୁ ଗ୍ରୁପ A ପାଇଁ ପ୍ରିପେୟାର କରନ୍ତୁ ଯେମିତିକି OCS ହଉ ବା IS ହଉ ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ବହୁତ ପ୍ରକାର ଜବ୍ ବାହାରୁଛି ଯେମିତିକି ଏବେ ଆପଣଙ୍କର CSIR ଆପଣଙ୍କର ବାହାରିଛି ASO ଏଣ୍ଡ SO ସେ ସବୁ ଜବ୍ ପାଇଁ ପ୍ରିପାରେସନ କରନ୍ତୁ ବହୁତ ହି ଭଲ ଜବ୍ କାହିଁକି ବେକାର ଖାଲି ଆପଣମାନେ ଯିବେ PEO ହଉ ବା ଜୁନିୟର ଆସିଷ୍ଟାଣ୍ଟର ଡକୁମେଣ୍ଟ ଭେରିଫିକେସନକୁ ଯାଇକି ଜଣଙ୍କର ପୋଷ୍ଟ ଖାଇବେ ଠିକ ଅଛି ତ ବେଟର ହବ କି ଏକୁ ଆପଣମାନେ ସ୍କିପ୍ କରନ୍ତୁ କାହିଁକି ନା ଆପଣ ମାନଙ୍କର ଗୋଟେ ସ୍କିପ୍ ମାନେ ଆପଣଙ୍କର ଗୋଟେ ସ୍କିପ୍ ଆଉ ଅନ୍ୟ ଜଣଙ୍କର ଫ୍ୟାମିଲିକୁ ସେ ବି ବଞ୍ଚେଇ ପାରେ ଠିକ ଅଛି କାହିଁକିନା ଯୋଉ ପିଲାମାନେ କମ୍ପିଟେଟିଭ ପାଇଁ ପ୍ରିପାରେସନ କରନ୍ତି ସେମାନେ ପୋର ଫ୍ୟାମିଲିରୁ ନହେଲେ ମିଡିଲ କ୍ଲାସ ଫ୍ୟାମିଲିରୁ ବିଲଙ୍ଗସ କରନ୍ତି ସେମାନଙ୍କ ପାଇଁ ଜବ୍ ବହୁତ ଇମ୍ପୋର୍ଟାଣ୍ଟ ଯଦି ଆପଣ ଜବ୍ କରିଛନ୍ତି ତ ନିହାତି ମୋ ତରଫରୁ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ ଜବକୁ ସ୍କିପ୍ ଏଇ ଯୋଉ ଡକୁମେଣ୍ଟ ଭେରିଫିକେସନକୁ ସ୍କିପ୍ କରନ୍ତୁ ଖାଲି PEO ଏଣ୍ଡ ଜୁନିୟର ଆସିଷ୍ଟାଣ୍ଟ ନୁହଁ ଯେକୌଣସି ବି ଆପଣମାନେ ଜବ୍ ଦଉଛନ୍ତି ଏକ୍ସାମ ଦଉଛନ୍ତି ଠିକ ଅଛି କିଛି ନୋ ପ୍ରୋବ୍ଲେମ ଏକ୍ସାମ ଦେଇ ସାରିଲା ପରେ କାଇଣ୍ଡଲି ଆପଣମାନେ ସ୍କିପ୍ କରିଦିଅନ୍ତୁ ଏକ୍ସାମ ନଦେଲେ ତ ଆହୁରି ବହୁତ ଭଲ କାହିଁକିନା ଅଲରେଡି ଆପଣମାନେ ଗୋଟେ ଜବ୍ ରେ ଅଛନ୍ତି ଗ୍ରୁପ B ଜବ୍ ରେ କାହିଁକି ଆପଣମାନେ ଗ୍ରୁପ C ଜବ୍ ଦେଇକି ସେଇ ଏକ୍ସାମରେ ମେ ବି ଆପଣଙ୍କ ଜାଗାରେ ଆଉ କୋଉ ପିଲା ସିଲେକ୍ଟ ହେଇପାରିଥାନ୍ତା ଠିକ ଅଛି ତ ସେଥିପାଇଁ ଏଇ ମୁଁ ଆଶା କରୁଛି କି ଆପଣମାନେ ନିହାତି ବୁଝିପାରୁଥିବେ ମୁଁ ମୋର କହିବାର ତାତ୍ପର୍ଯ୍ୟ କଣ କାହିଁକି ନା କାଲି ଆପଣଙ୍କର କିଛି ପିଲା ଯିଏକି ଅଲରେଡି CGL ରେ ସିଲେକ୍ଟେଡ ହେଇସାରିଛନ୍ତି ସେମାନେ ଡକୁମେଣ୍ଟ ଭେରିଫିକେସନ ରେ ଜଏନ କରିଛନ୍ତି ମତେ ବହୁତ ହି ଖରାପ ଲାଗିଲା କାହିଁକି ନା ଆପଣମାନେ CGL ଓଡିଶାର CGL ଗ୍ରୁପ B ମାନେ ବହୁତ ହି ଭଲ ଜବ୍ ଠିକ ଅଛି ମାନେ PEO ଆଣ୍ଡ ଜୁନିୟର ଆସିଷ୍ଟାଣ୍ଟ ଠାରୁ ତ ବହୁତ ଭଲ ସେମାନେ କାହିଁକି ଗଲେ ମୁଁ ଜାଣିପାରିଲିନି କାହିଁକି ତାଙ୍କର ମେଣ୍ଟାଲିଟି କଣ ଥିଲା ମୁଁ ଜାଣିପାରୁନି ବାହାଦୁରୀ ମାରିବା କିଛି ଗୋଟେ ବଡ କଥା ନୁହଁ ଆପଣଙ୍କର କୌଣସି ପେପରରେ ବାହାରିବନି କି ଆପଣଙ୍କୁ କେହି ବାହା କହିବେନି କି 10ଟା ଏକ୍ସାମ 20ଟା ଏକ୍ସାମ କ୍ୱାଲିଫାଏ କଲେ ବି ଠିକ ଅଛି ତ ସେଥିପାଇଁ ଆପଣଙ୍କ ଟ୍ୟାଲେଣ୍ଟ ଆପଣ କଣ ନିଜେ ଜାଣିଛନ୍ତି ତ ଅନ୍ୟମାନଙ୍କୁ ଜଣେଇବା କିଛି ଦରକାର ନାହିଁ ଆପଣ କଣ ଆପଣ ନିଜେ ଜାଣିଛନ୍ତି ମୁଁ ସେଟା କହୁଛି ଠିକ ଅଛି ଯଦି ଆପଣମାନେ ଜବ୍ ପାଇଁ ପ୍ରିପାରେସନ କରିବାକୁ ଚାହୁଁଛନ୍ତି ତ ଉପର ଲେଭେଲ ପ୍ରିପାରେସନ କରନ୍ତୁ ନହେଲେ ଗ୍ରୁପ B ର ଯଦି ଆପଣଙ୍କୁ ଗ୍ରୁପ B ଗୋଟେ ଜବ୍ ଭଲ ଲାଗୁନି ତ ସେଇ ଆଉ ଥରେ ପୁଣି CGL ଦିଅନ୍ତୁ ଆଉ ଥରେ ସେଇ ଗ୍ରୁପ B ଜବ୍ ଭଲ ଜବ୍ ଆପଣଙ୍କର ଯୋଉ ଚଏସ୍ ହିସାବରେ ସେ ଜବ୍ କୁ ସିଲେକ୍ଟ କରିକି ସେ ଜବ୍ ରେ ଜଏନ କରନ୍ତୁ କିନ୍ତୁ ଗ୍ରୁପ C ଜବ୍ କୁ ଯିବା ଗୋଟେ ମାନେ ମତେ ଲାଗୁନି ଏଟା ଗୋଟେ ଭଲ
କାମ ଆପଣମାନେ କରୁଛନ୍ତି ତ ସେଥିପାଇଁ ଆପଣମାନେ ମୋ ତରଫରୁ ରିକ୍ୱେଷ୍ଟ ଆପଣମାନଙ୍କୁ ଏଇ ଜବ୍କୁ ଏଇ ଯୋଉ ଡକ୍ୟୁମେଣ୍ଟ ଭେରିଫିକେସନକୁ ସ୍କିପ୍ କରନ୍ତୁ। ଆଉ ଯାହା ବି କିଛି ଫ୍ୟୁଚରରେ ଜବ୍ ଆସୁଛି ଯେମିତିକି ଏବେ ପୁଣି ଆସିବ ARI ଦେନ୍ ଅମିନ୍ SFS ଏସବୁ ବି ଆପଣଙ୍କର ନୋଟିଫିକେସନ ଆସିବ ମୋ ତରଫରୁ ଆପଣମାନଙ୍କୁ ରିକ୍ୱେଷ୍ଟ ଯୋଉମାନେ ଭଲ ଗ୍ରୁପ B ଗ୍ରୁପ C ଜବରେ ଅଛନ୍ତି ଏ ଜବ୍ ପାଇଁ ବି ଫର୍ମ ଫିଲ୍ଅପ୍ କରନ୍ତୁ ନାହିଁ କାହିଁକି ନା ୟା ପରେ ଆପଣଙ୍କର ଜବ୍ର ନୋଟିଫିକେସନ ଆସିବା ବହୁତ ହି ମୁସ୍କିଲ ମାନେ ନ ବି ଆସିପାରେ ଠିକ ଅଛି। ତ ଆପଣମାନଙ୍କୁ ମୋ ତରଫରୁ ଗୋଟିଏ ରିକ୍ୱେଷ୍ଟ ଆପଣମାନେ ଡକ୍ୟୁମେଣ୍ଟ ଭେରିଫିକେସନ ସ୍କିପ୍ କରନ୍ତୁ ଯଦି ଜବ୍ କରିଛନ୍ତି ମେ ବି ଗ୍ରୁପ B ବା ଗ୍ରୁପ C ଯାହା ବି ଜବ୍ କରିଛନ୍ତି ଯଦି ଆପଣଙ୍କୁ ଭଲ ଲାଗୁଛି ଦେନ୍ ଆପଣମାନେ ସେ ଜବ୍କୁ ମାନେ ଅନ୍ୟ ଯୋଉ ନୋଟିଫିକେସନ ଆସୁଛି ଯେମିତିକି PEO ଆସିଥିଲା ଜୁନିୟର ଆସିଷ୍ଟାଣ୍ଟ ଆସିଲା ତାପରେ ପୁଣି ଏବେ ଗ୍ରୁପ C ପୋଷ୍ଟ ଆସିବ ପୁଣି ଫରେଷ୍ଟ ଗାର୍ଡ ଯୋଉ ଭ୍ୟାକେନ୍ସି ଆସିଥିଲା ସେଥିରେ କିଛି ଫର୍ମ ଫିଲ୍ଅପ୍ କରିବା ହିଁ ଆପଣମାନଙ୍କର କିଛି ଦରକାର ହିଁ ନାହିଁ ଯଦି ଆପଣମାନେ ଚାହୁଁଛନ୍ତି ନିଜକୁ ଇମ୍ପ୍ରୁଭ କରିବା ପାଇଁ ଏବେ CSIR ର ଫର୍ମ ଫିଲ୍ଅପ୍ ଏବେ ବି ଚାଲିଛି ଆପଣମାନେ ASO ଆଣ୍ଡ SO ପାଇଁ ଫର୍ମ ଫିଲ୍ଅପ୍ କରନ୍ତୁ ନିଜର ଟ୍ୟାଲେଣ୍ଟ ଦେଖନ୍ତୁ ସେଇଠି ହିଁ ଯେତେବେଳେ ଆପଣମାନେ ଜବ୍ କରିଯିବେ ନା ଆପଣମାନେ ସେଇ ପୋଷ୍ଟରେ ହିଁ ରହିବେ କି ମୁଁ CSIR ର ASO ଅଛି ସେଠି ଗୋଟେ ପିଲା ଜାଣିପାରିବେ କି ହଁ ଆପଣ କେତେ ଟ୍ୟାଲେଣ୍ଟେଡ ଠିକ ଅଛି ତ ସେଇଭଳିଆ ହିସାବରେ ଆପଣମାନେ ନିଜକୁ ପ୍ରିପେୟାର କରନ୍ତୁ ଆଉ ଏଇ ଯୋଉ ଡକ୍ୟୁମେଣ୍ଟ ଭେରିଫିକେସନକୁ ସ୍କିପ୍ କରନ୍ତୁ ଏଇଟା ମୋର ଗୋଟେ ରିକ୍ୱେଷ୍ଟ ଆପଣମାନଙ୍କ ପାଇଁ ଠିକ ଅଛି। ସୋ ଗାଇସ୍ ଧନ୍ୟବାଦ ପୁଣି ଦେଖା ହବ ନେକ୍ସଟ ଆଉ ଏକ ଭିଡିଓରେ ହୋପ୍ କି ଆପଣମାନେ ନିହାତି ବୁଝିପାରୁଥିବେ ମାନେ ଗୋଟେ ଜବ୍ ଗୋଟେ ଫ୍ୟାମିଲିକୁ ହିଁ ବଞ୍ଚେଇ ପାରିବ ଆଉ ଆଉ ଯୋଉମାନେ କମ୍ପିଟେଟିଭ ପାଇଁ ପ୍ରିପାରେସନ କରୁଛନ୍ତି କେହି ରିଚ୍ ଫ୍ୟାମିଲି ବାଲା ଆସିକି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ କରନ୍ତି ନାହିଁ ଏଟା ମନେ ରଖିଥାନ୍ତୁ ସବୁ ପୋର ଫ୍ୟାମିଲି ନହେଲେ ଆପଣଙ୍କର ମିଡିଲ କ୍ଲାସ ଫ୍ୟାମିଲି ମାନେ ହିଁ ଏଇ ଜବ୍ ପାଇଁ ପ୍ରିପାରେସନ କରିଥାନ୍ତି ତ ସେଥିପାଇଁ ଆପଣଙ୍କର ଗୋଟେ ଷ୍ଟେପ ମେ ବି ଆଉ ଜଣଙ୍କ ଫ୍ୟାମିଲିକୁ ବି ବଞ୍ଚେଇ ଦେଇପାରେ ଠିକ ଅଛି ଧନ୍ୟବାଦ ପୁଣି ଦେଖା ହବ ନେକ୍ସଟ ଆଉ ଏକ ଭିଡିଓରେ।